ସିକନ୍ଦରଙ୍କ ବିଶ୍ରାମ। ଦିଗ୍ବିଜୟୀ ଆଲେକ୍ଜାଣ୍ଡାର ଯୁଦ୍ଧ ଅଭିଯାନ ଶେଷ କରି ଫେରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ। ସେତେବେଳକୁ ତାଙ୍କୁ ମାତ୍ର 33 ବର୍ଷ ବୟସ। କିନ୍ତୁ ଅସୁସ୍ଥତା ବଢ଼ିବାକୁ ଲାଗିଲା। ବଛା ବଛା ଚିକିତ୍ସା କଲା ପରେ ବି କିଛି ଲାଭ ହେଲା ନାହିଁ। ଶେଷରେ ଆସିଲେ ସେହି ସମୟର ସବୁଠାରୁ ପ୍ରସିଦ୍ଧ ଚିକିତ୍ସକ। ଆଲେକ୍ଜାଣ୍ଡାରଙ୍କୁ ଦେଖିବା ପରେ ବୃଦ୍ଧ ଚିକିତ୍ସକ କହିଲେ, ସିକନ୍ଦର, ଆପଣଙ୍କ ଶେଷ ସମୟ ଉପନୀତ। ଆଉ ମାତ୍ର କିଛି ଘଣ୍ଟାର ଜୀବନ ଆପଣଙ୍କଠାରେ ବାକି ଅଛି। ସିକନ୍ଦରଙ୍କ କ୍ଳାନ୍ତ ଆଖିପତା ମୁଦି ହୋଇଗଲା। ସେ ବଡ଼ କଷ୍ଟରେ କହିଲେ, ମୁଁ ମୋ ପୃଥିବୀ ବିଜୟ ଲକ୍ଷ୍ୟ ହାସଲ କରିଛି। ଭାବିଥିଲି ତାପରେ ବିଶ୍ରାମ କରିବି। ଆପଣ ଏ କ'ଣ କହୁଛନ୍ତି? ମୁଁ ମୋ ବିଶାଳ ରାଜ୍ୟ ଆପଣଙ୍କୁ ଦେବାକୁ ପ୍ରସ୍ତୁତ। ମୋତେ ଯେମିତି ହେଲେ ଭଲ କରିଦିଅନ୍ତୁ। ଚିକିତ୍ସକ କହିଲେ, ସିକନ୍ଦର, ଆପଣ ଭ୍ରାନ୍ତିରେ ଅଛନ୍ତି। ମନେ ରଖନ୍ତୁ, ଈଶ୍ୱର ଆପଣଙ୍କ ଭାଗ୍ୟରେ ଯେତିକି ଶ୍ୱାସ ପ୍ରଶ୍ୱାସ ରଖିଛନ୍ତି, ପୃଥିବୀର କୌଣସି ସମ୍ପତ୍ତି ବା ଶକ୍ତି ତାଠାରୁ ଅଧିକ ଗୋଟେ ପ୍ରଶ୍ୱାସ ଆପଣଙ୍କ ଲାଗି ଖର୍ଚ୍ଚ କରିପାରିବ ନାହିଁ। ଏଭଳି ଏକ କ୍ଷଣରେ ସିକନ୍ଦରଙ୍କ ମନକୁ ଆସିଗଲା ଦାର୍ଶନିକ ଡିଓଜେନ୍ସଙ୍କ କଥା। ସେଦିନ ପରମ ବୈରାଗୀ ଡିଓଜେନ୍ସ ସିକନ୍ଦରଙ୍କ ବିରାଟ ସୈନ୍ୟ ପଟୁଆର ଦେଖି ପଚାରିଥିଲେ, ଇଏ କ'ଣ ସିକନ୍ଦର? ସିକନ୍ଦର କହିଥିଲେ, ମୁଁ ପୃଥିବୀ ବିଜୟରେ ବାହାରିଛି। ଡିଓଜେନ୍ସ କହିଥିଲେ, ପୃଥିବୀ ବିଜୟ କଲା ପରେ କ'ଣ କରିବ? ସିକନ୍ଦର କହିଥିଲେ, ଆଉ କିଛି କରିବାର ନଥିବ, ସେତିକି ବେଳେ ବିଶ୍ରାମ କରିବି। ଡିଓଜେନ୍ସ ହସି ଉଠି କହିଥିଲେ, ପୃଥିବୀ ବିଜୟ ପରେ ଯାଇ ବିଶ୍ରାମ କରିବ? ଆସୁନ, ଏବେ ମୋ ସହିତ ଏଇ ନଈକୂଳରେ ଆରାମରେ ଶୋଇ ବିଶ୍ରାମ କରିବ। ଜୀବନର ଶେଷ କ୍ଷଣରେ ସିକନ୍ଦର ଏ କଥାର ମର୍ମ ବୁଝିପାରୁଥିଲେ।